ନିମାପଡ଼ା ନିମାପଡ଼ାର ଅଗ୍ରଣୀ ଅନୁଷ୍ଠାନ ଲିଟିଲ୍ ଷ୍ଟାର୍ ଗ୍ରୁପ୍ର 24ତମ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର ସହଯୋଗରେ ରଜ ଉତ୍ସବ ସାହିତ୍ୟ ଆସର ଆଜି ସ୍ଥାନୀୟ ବାବା କପିଳେଶ୍ୱର ଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଲିଟିଲ୍ ଷ୍ଟାର୍ ଗ୍ରୁପ୍ ତଥା ମୋ ଆଶାର ସାହିତ୍ୟ ପତ୍ରିକାର ସମ୍ପାଦକ ସୁମନ୍ତ ମହାରଣାଙ୍କ ସଂଯୋଜନାରେ ପିଲାମାନଙ୍କର ଗପ କବିତା ଆବୃତ୍ତି କରିବାରେ ସହ ରଜ ଓ ରଥଯାତ୍ରାକୁ ବିଭିନ୍ନ ଚିତ୍ର ଆଙ୍କିଥିଲେ। ପରେ ଆୟୋଜିତ ସମାରୋହରେ ବିଶିଷ୍ଟ ଡାକ୍ତର ଓ ଅଭିନେତା ଚିତ୍ତରଞ୍ଜନ ମିଶ୍ର, ଅଧ୍ୟାପକ ରବୀନ୍ଦ୍ରନାଥ ପାଢ଼ୀ, ସାହିତ୍ୟିକ ପ୍ରକାଶ ଚନ୍ଦ୍ର ଖଟୋଇ, କବି କାଳିକଙ୍କର ଶିକ୍ଷକ ନିର୍ମଳ ମିଶ୍ର, ବସନ୍ତ ସ୍ୱାଇଁ, ସଂଯୁକ୍ତା ମହାନ୍ତି, ଫାର୍ମାସିଷ୍ଟ ଆଇତେରନାଥ ପାତ୍ର, ବିବେକାନନ୍ଦ ପାତ୍ର ପ୍ରମୁଖ ଯୋଗଦେଇ ରଜ ଓ ମାମୁଁ ଘର ଉପରେ ନିଜର ସ୍ମୃତିଚାରଣ କରିବା ସହିତ ଆମ ସଂସ୍କୃତି ଓ ଆମ ସାହିତ୍ୟ ଯେ ବିଶ୍ୱରେ ବିରଳ ବୋଲି ନିଜର ମତ ପ୍ରକାଶ କରିଥିଲେ। ଏହି ଅବସରରେ ଡାକ୍ତର ସଞ୍ଜିତ ମହାପାତ୍ର, ଡକ୍ଟର ଶୁଭସ୍ମିତା ଭୋଳ, ସାମ୍ବାଦିକ ନୀଳିମା ପ୍ରିୟଦର୍ଶିନୀ ଓ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ମହାନ୍ତି ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବେଳେ ଗପ କବିତା ପାଠ ଓ ଚିତ୍ରାଙ୍କନ କୃତି ପ୍ରତିଯୋଗିତାଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଗ୍ରୁପ୍ ପକ୍ଷରୁ ଅଜୟ ମିଶ୍ର, ଧର୍ମପଦ ଦାସ, ଶାରଦା ପ୍ରସନ୍ନ ବେହେରା, ମୋହନ ବିହାରୀ ଦାସ, ନିରଞ୍ଜନ ସାହୁ, ବିକାଶ ବାରିକ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ସହିତ ସାହିତ୍ୟ ଅନୁରାଗୀ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।